हेलो। ଆଜ୍ଞା ଆପଣ ସରପଞ୍ଚ ରାମଚନ୍ଦ୍ର ସାହୁ କହୁଛନ୍ତି? रोमांच सब। ରୋମାଞ୍ଚ ସାହୁ। आइए। ଆପଣ ସରପଞ୍ଚ ସଂଘର ରାଜ୍ୟ ସଭାପତି ଅଛନ୍ତି? आइए। ଏ ଯୋଉ କେନ୍ଦ୍ରାପଡା ଯୋଉ ଘଟଣା ଉପରେ ଆମେ ଟିକେ ଆପଣଙ୍କ ମତ हाँ कौन? आइए। ଏ ଯୋଉ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ हम्म। ତିଖିରି ପଞ୍ଚାୟତ ଯୋଉ ସରପଞ୍ଚ ଅଛନ୍ତି आइए। ଚାମେଲି ଓଝା, आइए। ଆଙ୍କ ଉପରେ ଯୋଉ ଆକ୍ରମଣ ହେଇଛି, आइए। ଇଏ ଆକ୍ରମଣ ଉପରେ ଆପଣ ଅବଗତ ଅଛନ୍ତି ତ? और जहाँ सोशल मीडिया देखिकी जेतिकी अवगत अच्छु और से जिल्लार सरपंच बंधु माने फोन करी जहाँ जणैछन्ति ହୁଁ ता उपरे अवगत अच्छु। ता उपरे हमें आसंता काली केंद्रापड़ा जिला जाई ହୁଁ स्थिति उपरे अनुध्यान करी तार केमिति से न्याय पाइबो कौन तार प्रकृत घटना आमे ताकू तदन करिया पई आमे राज्य सरपंच संघर गोटे टीम काली आमे केंद्रापड़ा पहुंचिबो। ନାଇଁ ୟା ଉପରେ ସଂଘ କିଛି ନିଷ୍ପତ୍ତି ନେଲାଣି ନା ନିଷ୍ପତ୍ତି ନେଇନି? संघ सांगे सांगे आमे काली जेतेबेले ये हला हमर कोर कमिटी वर्चुअल माध्यम रे आमे गोटे आलोचना कलु एवं जे पर्यंत यार विचार करिकी तार कार्यानुष्ठान ग्रहण न करिवे ହୁଁ से पर्यंत आमे राज्य रे समस्त सरपंच ହୁଁ सरकारी कार्य रे असहयोग करिवा पई गोटे आमे निष्पत्ति नेइछु ହୁଁ एवं आमे मेसेज माध्यम रे आमे समस्त सरपंच मानकु पाखु पठेଇବା ପାଇଁ ଆମର ଜିଲ୍ଲା ସଭାପତି ମାନଙ୍କୁ ଦାୟିତ୍ୱ ମଧ୍ୟ ଦେଇଛୁ। ଏଇଟା ଯୋଉ ପ୍ରାରମ୍ଭିକ। ହୁଁ ଆସନ୍ତା କାଲି ଆମେ ଯେତେବେଳେ ଯିବୁ କେନ୍ଦ୍ରାପଡ଼ା ତାର ଉପରେ ଅନୁଧ୍ୟାନ କଲା ପରେ ଯାହା ଆମେ ନିଷ୍ପତ୍ତି ନବୁ। ଯୋଉମାନେ ଦୋଷ କରିଛନ୍ତି, ଆଜ୍ଞା। ଦୋଷୀଙ୍କ ଉପରେ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଆପଣଙ୍କ ଦାବି ରହିଛି? ଦେଖନ୍ତୁ, ଜଣେ ଜନପ୍ରତିନିଧି ହୁଁ ପୁଣି ସେ ଜଣେ ମହିଳା, ହୁଁ ଆମେ ଯାହା ଦେଖୁଥିଲୁ ଭିଡିଓ ମାଧ୍ୟମରେ ହୁଁ ଯେ ଭିଡିଓ ମାଧ୍ୟମରେ ଯୋଉ ପ୍ରକାର ଭାବରେ ତାଙ୍କୁ ମାନେ ଧକ୍କା ମାରୁଥିଲେ ହୁଁ ଆଉ ସେ ପୋଲିସ ନେଇକି ଗଲେ ତା ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ମେଡିକାଲରେ ଯୋଉ ପ୍ରକାର ଆଡମିଟ କଲେ ହୁଁ ଆଉ ସେ ଯାହା ଆପଣ ମାନଙ୍କର ସାମାଜିକ ବନ୍ଧୁ ମାନଙ୍କର ଯୋଉ କ୍ୟାପଚର ଭିଜୁଆଲ ଦେଖୁଥିଲୁ ଆମେ ହୁଁ ସେ ବହୁତ ଅସହ୍ୟ ପୀଡା ଅନୁଭବ କରୁଥିଲେ। ହୁଁ ସେ ବାରମ୍ବାର କହୁଥିଲେ ଯେ ମତେ ଲେଡିଜ କନେଷ୍ଟବଳ ଯୋଉ 3 ଜଣ ଥିଲେ ମତେ ଛାତିରେ ପିଠିରେ ବହୁତ ମାଡ ମାରିଛନ୍ତି ହୁଁ ଆଉ ମତେ ଅଫିସ ସାମ୍ନାରେ କିଛି ଲୋକ 10-12 ଜଣ ହୁଁ ବିଡିଓଙ୍କ ସମ୍ମୁଖରେ ଏବଂ ଆମର ପୋଲିସର ସମ୍ମୁଖରେ ବି ସେମାନେ ମତେ ଥ୍ରେଟନିଂ ଦଉଥିଲେ ହୁଁ ଯେ ମତେ ଗ୍ୟାଙ୍ଗ ରେପ କରିଦେବେ, ମତେ ଇଏ ମାନେ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲେ। ହୁଁ ବହୁତ ଜିନିଷ ହୁଁ ଆଇଆଇସି ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ। ହୁଁ ସେ ଯାହା କହୁଥିଲେ ଆପଣ ମାନଙ୍କ ମାଧ୍ୟମରେ ଆମେ ଯାହା ଶୁଣିବାକୁ ପାଉଛୁ ହୁଁ ସେ ସବୁ ଯଦି ସତ୍ୟ ହୁଁ ତାହେଲେ ନିଶ୍ଚିତ ଭାବରେ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଆମେ କରିବୁ। ହୁଁ ସେ ପୋଲିସର ଆଇଆଇସି କୁ ମଧ୍ୟ ଆଇନ ଅନୁଯାୟୀ ଯାହା ଦଣ୍ଡିତ କରିବା କଥା ହୁଁ ସରକାର କଣ କରୁଛନ୍ତି ଆମେ ତାଙ୍କୁ ଦେଖିବୁ। ହୁଁ ଗୋଟେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୁଁ ତାଙ୍କର ସମ୍ମୁଖରେ ତାଙ୍କ ପାଖରେ ତ ସିସି କ୍ୟାମେରା ଥିବ, ହୁଁ ସିସି ଫୁଟେଜ ଦେଖେଇବେ। ହୁଁ ରାଜ୍ୟ ସରକାର ସିସିଟିଭି ଫୁଟେଜ ମାଧ୍ୟମରେ ଦେଖେଇବେ ଯେ ସରପଞ୍ଚର କଣ ଭୁଲ ଅଛି, ହୁଁ କୋଉ ପ୍ରକାର ଖରାପ ବ୍ୟବହାର ଦେଖେଇଛି। ହୁଁ ଜଣେ ସରପଞ୍ଚ ତ ବିଡିଓ ପାଖକୁ ଯିବ, ହୁଁ ତାର ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ପାଇଁ ସେ ଯିବ, ହୁଁ ପୁଣି ସେ ବ୍ଲକର ସରପଞ୍ଚ ସଂଘର ସଭାପତି ଅନ୍ୟ ପଞ୍ଚାୟତର ବି ଯାହା ଅସୁବିଧା ସୁବିଧା ସେ କହିବ। ଏଥିରୁ ଆମେ ଜାଣୁଛୁ ଯେ ସେ ଗୋଟେ ସପ୍ତାହ ହେଲା ସେ ଚମେଲି ଓଝା ଆମର ସେ ଯୋଉ ତାଙ୍କର ଯୋଉ ଘର ଭାଙ୍ଗିବା ଉପରେ ଯୋଉ ଏଡିସନାଲ ତହସିଲଦାର ଆଉ ଆରଆଇ ସାଙ୍ଗରେ ଯୋଉ ଯୁକ୍ତି ତର୍କ ହେଇଛି ହୁଁ ତାକୁ ନେଇକିରି ବୋଧେ କିଛି ପ୍ରଚ୍ଛଦ ପଟରେ କିଏ ଯଦି ଅନ୍ୟ ଜଣେ କେହି ରହିକି ଏଇ ସବୁ ଜିନିଷ କରୁଛନ୍ତି ପରି ଅନୁମାନ ଲାଗୁଛି। ତ ଆମେ ନିଶ୍ଚିତ ଭାବରେ ତାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବୁ। ନା ଆମେ ଶୁଣୁଛୁ ଯେ ସରପଞ୍ଚ ସେଠି ଯାଇକିରି ଭିଡିଓ ରେକର୍ଡିଂ କରୁଥିଲେ ବୋଲି ଗଣ୍ଡଗୋଳଟା ସେଇଠୁ ଆରମ୍ଭ ହେଇଛି। ଦେଖନ୍ତୁ ଭିଡିଓ ରେକର୍ଡିଂ କରୁଥିଲେ ବୋଲିକି ଆମେ କିଏ କରୁଥିଲେ, ଯଦି ସରପଞ୍ଚ କରୁଥିଲେ ତାହେଲେ କାହିଁକି କରୁଥିଲେ, କଣ ଗୋଟେ ତ ରିଜିନ ଥିବ ଯଦି କରୁଥିଲେ। ଆମେ ସେଠିକି ଗଲା ପରେ ଘଟଣାଟା ସମ୍ପୂର୍ଣ୍ଣ ତଥ୍ୟ ଆମେ ବର୍ତ୍ତମାନ ଯେହେତୁ ବାହାରେ ଅଛୁ ଆମେ ଜାଣିନୁ, ହୁଁ ଯାହା ଆମେ ଭର୍ଚୁଆଲ ମାଧ୍ୟମରେ ଦେଖୁଛୁ ସେଇ ଜିନିଷଟାକୁ ଆଧାର କରିକି ଆପଣ ମାନଙ୍କୁ କହୁଛୁ। ହୁଁ ତ ଆମେ କାଲି ଗଲା ପରେ ଆମେ ସେଠି ଗୋଟେ ପ୍ରେସ ବାର୍ତ୍ତା ଦେବୁ ହୁଁ ଏବଂ ଯାହା ଆଗକୁ ଆମର ସଂଘ କାର୍ଯ୍ୟାନୁଷ୍ଠାନ ନବ
ତାର ଉପରେ ମଧ୍ୟ କାଲି ଚୂଡାନ୍ତ ଆମେ ଇଏ କରିବୁ। ସେ ପର୍ଯ୍ୟନ୍ତ ଆପଣ ମାନଙ୍କୁ ଆମକୁ ସହଯୋଗ କରିବା ପାଇଁ ନିବେଦନ। ଆମେ ନିଶ୍ଚିତ ଭାବରେ ଆପଣ ମାନଙ୍କୁ ସମସ୍ତଙ୍କୁ ଡାକିକି କାଲି ଆମେ ପ୍ରେସ ବାର୍ତ୍ତା ଦେବୁ। ଘଟଣା କାଲିଠୁ ଘଟିଲାଣି ସାର୍, କିନ୍ତୁ ଜି। ଆପଣ ଆଜି ଯାଇ ପହଞ୍ଚି ପାରିଥାନ୍ତେ, କିନ୍ତୁ ଆସନ୍ତା କାଲି ପାଇଁ କାହିଁକି ରଖୁଛନ୍ତି ଯିବାକୁ? ଏତେ ବଡ ମାନେ ଘଟଣା ଆସନ୍ତା କାଲି ଘଟିଲାଣି। ମାନେ ଶୁଣନ୍ତୁ, ହୁଁ ଆଜି କାଲି ଘଟଣା, କାଲି ଆମର ଜିଲ୍ଲା ସରପଞ୍ଚ ମାନେ ଯାଇଥିଲେ। ହୁଁ ଆଜି ଜିଲ୍ଲାର ସରପଞ୍ଚ ମାନେ ଜିଲ୍ଲାପାଳ ଏବଂ ଏସପିଙ୍କ ପାଖକୁ ଯାଇଛନ୍ତି। ହୁଁ ଆମର ଯେହେତୁ ରାଜ୍ୟ ସଂଘର କଥା ଅଛି, ସବୁ ଜିଲ୍ଲାର ସଭାପତି ମାନେ ଆସିବେ କି ଆମେ କିଛି ରୁଣ୍ଡ ହେବୁ। ହୁଁ ସେଇଥିପାଇଁ ଆଜି ଜିଲ୍ଲାପାଳ ଏବଂ ଏସପିଙ୍କୁ ପାଖକୁ ଆମର ଜିଲ୍ଲା ସଂଘକୁ ପଠେଇଛୁ ହୁଁ ଏବଂ ଆସନ୍ତା କାଲି ସମସ୍ତେ 500 କିଲୋମିଟର ଦୂରରେ ଅଛନ୍ତି। ହୁଁ ତ ଆଜି ରାତିରେ ବାହାରିଲେ କାଲି ଯାଇକିରି ସମସ୍ତେ ପହଞ୍ଚି ପାରିବେ। ହୁଁ। ସେଇଥିପାଇଁ ଆମେ ଆସନ୍ତା କାଲି କରିଛୁ।